ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହେଁ ଯେ ଆମମାନଙ୍କର ଏଇ ଦୁଃଖ କଷ୍ଟ ସମସ୍ୟା କାହିଁକି ଏତେ ଅସହ୍ୟ ମନେ ହଉଛି, କାହିଁକି ଏତେ ବଡ ଆମକୁ ଲାଗୁଛି, ସେ ବିଷୟରେ ମୁଁ ଅଳ୍ପ ସମୟ ଧରି ଆପଣ ମାନଙ୍କର ଧ୍ୟାନ ଆକର୍ଷଣ କରିବା ପାଇଁ ଚାହେଁ। ମୋ ସହିତ ଆପଣ ମାନେ ଫିଟେଇବେ ପ୍ରଥମ କରନ୍ତୀୟ ପୁସ୍ତକ 10 ଅଧ୍ୟାୟର 13 ପଦ। ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡା ଅନ୍ୟ ପ୍ରକାର ପରୀକ୍ଷା ତୁମମାନଙ୍କ ପ୍ରତି ଘଟି ନାହିଁ। କିନ୍ତୁ ଈଶ୍ୱର ବିଶ୍ୱାସ, ସେ ତୁମମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ମାତ୍ର ଯେପରି ତୁମେମାନେ ସହ୍ୟ କରିପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ। ଥ୍ୟାଙ୍କ ୟୁ। ବହୁତ ବଢିଆ କଥା। ଦେଖନ୍ତୁ, ଏଠି ଲେଖା ଯାଉଛି ଆମକୁ କୌଣସି ଅସହ୍ୟ ପରୀକ୍ଷାରେ ଆମର ପରମେଶ୍ୱର ଆମକୁ ପରୀକ୍ଷିତ ହେବାକୁ ଦେବେ ନାହିଁ। ଆମର ପରମେଶ୍ୱର କେମିତି ବିଶ୍ୱସ୍ତ ପରମେଶ୍ୱର, ତାଙ୍କର ବିଶ୍ୱସ୍ତତା ଗଗନ ସ୍ପର୍ଶୀ, ତାଙ୍କର ବିଶ୍ୱସ୍ତତା ପୁରୁଷ ଅନୁକ୍ରମରେ ଥାଏ। ସମସ୍ତେ ଅବିଶ୍ୱସ୍ତ ହେଲେ ମଧ୍ୟ ସେ ସବୁବେଳେ ବିଶ୍ୱସ୍ତ, ସବୁ ସମୟରେ ସେ ବିଶ୍ୱସ୍ତ ପରମେଶ୍ୱର। ଯେତେବେଳେ ଆମେ ପରମେଶ୍ୱରଙ୍କର ବିଶ୍ୱସ୍ତତାକୁ ଆମେ ନ ଜାଣୁ, ସେତେବେଳେ ଆମେ ଆମମାନଙ୍କ କଷ୍ଟ, ମତେ ଏକା ପ୍ରଭୁ ଦେଖିଛନ୍ତି, ମତେ ଏକା ଏତେ କଷ୍ଟ ଦଉଛନ୍ତି, ମୁଁ ନ ପାରିଲା ପରି କଷ୍ଟ ଦଉଛନ୍ତି, ଏଇଟା ଆମେ ମନେ କରୁ। ଆମକୁ ଦୁଃଖ କଷ୍ଟ ସମସ୍ୟା କେତେବେଳେ ବେଶୀ ଅସହ୍ୟ ମନେ ହୁଏ, ଯେତେବେଳେ ପରମେଶ୍ୱରଙ୍କର ବିଶ୍ୱସ୍ତତା ଉପରେ ଆମର ସନ୍ଦେହ ଆସେ। ଶୈତାନ ସବୁବେଳେ ଇଚ୍ଛା କରେ, ଚେଷ୍ଟା କରେ ଯେ ପରମେଶ୍ୱରଙ୍କର ବିଶ୍ୱସ୍ତତା ଉପରେ ଆମକୁ ସନ୍ଦେହ ଆଣିଦେବା ପାଇଁ। ପରମେଶ୍ୱର ଏହା ତୋ ପାଇଁ କରିବେ ନାହିଁ, ତାହା କରିବେ ନାହିଁ। ଯଦି ସେ ଭଲ ପରମେଶ୍ୱର ହେଇଥାନ୍ତେ ତତେ ଏତେ କଷ୍ଟ କାହିଁକି ଦଉଛନ୍ତି, ତତେ କାହିଁକି ଏତେ ରୋଗ ଦଉଛନ୍ତି, କାହିଁକି ଏତେ ଅଭାବ ଦଉଛନ୍ତି, କାହିଁକି ଏତେ ସମସ୍ୟା ଦଉଛନ୍ତି, ଏଇଟା ସେ ମନ ଭିତରେ ଆଣିକିନା ସେ ଭର୍ତ୍ତି କରେ ସେ। ଆଉ ଯେତେବେଳେ ସେଇଟା ମନ ଭିତରେ ଭର୍ତ୍ତି ହେଇଗଲା ପରେ ଆମେ କଣ କରୁ, ଆମେ ସେ କଷ୍ଟ ସମସ୍ୟା ଆମକୁ ଅସହ୍ୟ ଲାଗେ, ଆମେ ଭାଙ୍ଗି ପଡୁ, ଆମେ ବିଭିନ୍ନ ପ୍ରକାର ଭୁଲ ପଦକ୍ଷେପ ଗୁଡିକ ନେଇଯାଉ। ଯୋଉ ଝିଅଟା ସେଇ କଳିଙ୍ଗ IIT ରେ ସେ ଆତ୍ମହତ୍ୟା କଲା, କଣ ପରମେଶ୍ୱର ତାର କୌଣସି ସମସ୍ୟାର ସମାଧାନ କରିପାରିନଥାନ୍ତେ କି? ଏଇଟା ଏକା ଶେଷ କଥା କି? ପରମେଶ୍ୱରଙ୍କ ପାଖକୁ ଯଦି ଆସିଥାନ୍ତା, ପରମେଶ୍ୱର ସବୁ ସମସ୍ୟାର ସମାଧାନ କରିପାରିଥାନ୍ତେ। ପରମେଶ୍ୱରଙ୍କ ପାଖରେ କିଛି ଅସମ୍ଭବ ନାହିଁ। ସେ ଭାବୁଥିଲେ ଆଉ ମୋ ଦେଇ ଆଉ ମୁଁ ବାହାରି ପାରିବି ନାହିଁ, ଆଉ ମୁଁ ଠିକ ହେଇପାରିବି ନାହିଁ, ମୋର ସମସ୍ୟାର ସମାଧାନ ହେଇପାରିବ ନାହିଁ, ଏଇଟା ସେ ଚିନ୍ତା କଲା। ଆଜି ଅନେକ ସମୟରେ ଆମେ ପରମେଶ୍ୱରଙ୍କର ବିଶ୍ୱସ୍ତତା ଉପରେ ଯେତେବେଳେ ଆମେ ସନ୍ଦେହ କରୁ, ସେତେବେଳେ ଆମକୁ ସମସ୍ୟା ବଡ ପରି ଲାଗେ, ଅସହ୍ୟ ପରି ଲାଗେ। ମାତ୍ର ପରମେଶ୍ୱରଙ୍କ ବାକ୍ୟ କହେ, ମନୁଷ୍ୟ ପ୍ରତି ଯୋଉ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡା ଅନ୍ୟ ପ୍ରକାର ପରୀକ୍ଷାରେ ସେ ତୁମମାନଙ୍କ ପ୍ରତି ଘଟି ନାହିଁ। କିନ୍ତୁ ଈଶ୍ୱର ବିଶ୍ୱାସ, ସେ ଆପଣ ମାନେ ଅଣ୍ଡରଲାଇନ କରିବେ, ସେ ତୁମମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ଏଇଟା ମନେ ରଖନ୍ତୁ। ଏଇଟା ଏମିତି ଯୋଉ ପରୀକ୍ଷା ମୁଁ ସହ୍ୟ କରିପାରିବି ନାହିଁ, ମୋର ସାମର୍ଥ୍ୟ ଠାରୁ ବାହାରେ, ଏମିତି ପରୀକ୍ଷାରେ ସେ କେବେ ହେଲେ ଆମକୁ ପରୀକ୍ଷିତ ହେବାକୁ ଦେବେ ନାହିଁ। ମାତ୍ର ଶୈତାନ ସେ ଆସି ଧୀରେ କହିବ ଯେ ଦୁନିଆରେ ସବୁଠାରୁ କଷ୍ଟ ପରୀକ୍ଷା ତତେ, ଦୁନିଆରେ ସବୁଠାରୁ କଷ୍ଟ ରୋଗ ତତେ, ଦୁନିଆରେ ସବୁଠାରୁ କଷ୍ଟ ସମସ୍ୟା ତତେ, କାହାକୁ ଏମିତିଟା ନାହିଁ। ଦୁନିଆରେ ଗୋଟେ ନୂଆ ପ୍ରକାର ଏଟା ଭାଇରସ ଆସିଛି, ତତେ ଏକା ଭାଇରସ ଅଛି, ଆଉ ଅନ୍ୟକୁ ଭାଇରସ ନାହିଁ। ଏ ଭାଇରସର କୌଣସି ପ୍ରକାର ଟ୍ରିଟମେଣ୍ଟ ନାହିଁ, ଏଟା ସମାଧାନ ହେଇପାରିବ ନାହିଁ। ଏଇ ପ୍ରକାର ସେ ମିଛ କଥା କହେ। ପ୍ରିୟମାନେ, ପରମେଶ୍ୱରଙ୍କର ବିଶ୍ୱସ୍ତତାକୁ ଆମେ କେବେ ସନ୍ଦେହ କରିବା ନାହିଁ। ଯେତେବେଳେ ଆମକୁ ସେଇଟା ଆମକୁ ସନ୍ଦେହ ପରି ଲାଗିଲା, ତାହେଲେ ଆମକୁ ସମସ୍ୟା ଗୁଡିକ ବଡ 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 ପରି ଲାଗିବ। ଆମେ ସେଇଟାକୁ ନାହିଁ, ଆମେ ପରମେଶ୍ୱରଙ୍କର ବିଶ୍ୱସ୍ତତାକୁ ଦେଖିବା। ଆମର ପରମେଶ୍ୱର ବିଶ୍ୱସ୍ତ ଅଟନ୍ତି। ଆମକୁ କେବେ ହେଲେ ମଧ୍ୟ ମୁଁ ସହ୍ୟ ନ କରି ପାରିଲା ପରି, ନିର୍ମଳ ଖରା ସହ୍ୟ ନ କରି ପାରିଲା ପରି ପରୀକ୍ଷା ମୋ ଜୀବନରେ ଆଜିକୁ 45 ବର୍ଷ ଯାଏ ଆସିନାହିଁ, କି ଆସନ୍ତା ଦିନ ମାନଙ୍କର କେବେ ଆସିବେ ନାହିଁ। କାହିଁକି ଆସିବେ ନାହିଁ? ପରମେଶ୍ୱର ବିଶ୍ୱସ୍ତ।
ଆମର ପରମେଶ୍ୱର ବଦଳନ୍ତି ନାହିଁ। ସେ ଆଜି କାଲି ଚିରକାଳ ସମାନ ପରମେଶ୍ୱର। ସେ ସବୁ ସମୟରେ ତାଙ୍କର କମାଣ୍ଡମେଣ୍ଟକୁ, ତାଙ୍କର ବାକ୍ୟକୁ, ତାଙ୍କର ପ୍ରତିଜ୍ଞାକୁ ସେ ରକ୍ଷା କରିବା ପରମେଶ୍ୱର। ସେଥିପାଇଁ ଶୈତାନର ସେ ମିଛ କଥାକୁ ବିଶ୍ୱାସ କରନ୍ତୁ ନାହିଁ। ପରମେଶ୍ୱରଙ୍କ ଉପରେ ସନ୍ଦେହ କରନ୍ତୁ ନାହିଁ। ପରମେଶ୍ୱରଙ୍କ ଉପରେ ଦୃଢ ବିଶ୍ୱାସ ରଖନ୍ତୁ। ପରମେଶ୍ୱର ଆମକୁ ଅସହ୍ୟ ପରୀକ୍ଷାରେ ସେ କେବେ ହେଲେ ପରୀକ୍ଷିତ ହେବା ପାଇଁ ଦେବେ ନାହିଁ। ପ୍ରଭୁଙ୍କର ଗୌରବ। ଆଉ ଗୋଟେ ପଦ ଆମେ ପଢିବା। ମୋ ସହିତ ଆପଣ ମାନେ ଗୀତ ସଂଗୀତା ପୁସ୍ତକ 106 ଗୀତକୁ ଟିକେ ବାହାର କରିବେ। ଗୀତ ସଂଗୀତା 106 ଗୀତ, ଏହାର 10 ପଦରୁ ଆମେ ଟିକେ ପଢିବା। 9 ପଦରୁ ପଢନ୍ତୁ। 9 ପଦ, ଆଉ ଗୀତ ସେ ସଂଗୀତା ସେମାନ- 9 ପଦରୁ ପଢନ୍ତୁ। ଆହୁରି ସେ ସୁଫ ସମୁଦ୍ରକୁ ଧମକାନ୍ତେ ତାହା ଶୁଷ୍କ ହେଲା। ତହିଁରେ ପ୍ରାନ୍ତର ଦେଇ ଘେନିଗଲା ପରି ସେ ସେମାନଙ୍କୁ ଗଭୀର ଜଳ ଦେଇ ଘେନିଗଲେ। ଆଉ ସେ ସେମାନଙ୍କୁ ଘୃଣାକାରୀ ଲୋକର ହସ୍ତରୁ ସେମାନଙ୍କୁ ପରିତ୍ରାଣ କଲେ ଓ ସେମାନଙ୍କ ଶତ୍ରୁର ହସ୍ତରୁ ସେ ସେମାନଙ୍କୁ ମୁକ୍ତ କଲେ। ପଢନ୍ତୁ। ପୁଣି ଜଳରାଶି ସେମାନଙ୍କ ବିପକ୍ଷ ଗଣକୁ ଆଚ୍ଛାଦନ କଲା। ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ରହିଲା ନାହିଁ। ସେତେବେଳେ ସେମାନେ ତାହାଙ୍କ ବାକ୍ୟରେ ବିଶ୍ୱାସ କଲେ। ସେମାନେ ତାହାଙ୍କ ପ୍ରଶଂସା ଗାନ କଲେ। 13 ପଦ ଟିକେ ଇମ୍ପୋର୍ଟାଣ୍ଟ ପଦ, ଟିକେ ଧ୍ୟାନ ଦିଅ। ସେମାନେ ସେମାନେ ତାହାଙ୍କ କର୍ମ ସକଳ ଶୀଘ୍ର ପାସରି ଗଲେ। ସେମାନେ ତାହାଙ୍କ ମନ୍ତ୍ରଣାର ଅପେକ୍ଷା କଲେ ନାହିଁ। କଲେ ନାହିଁ। ଦେଖନ୍ତୁ, ମାତ୍ର ସେତିକି ଥାଉ। ପ୍ରାନ୍ତରରେ ସେତିକି ଥାଉ। ଆମକୁ ଦୁଃଖ, କଷ୍ଟ, ସମସ୍ୟା କେତେବେଳେ ଅସହ୍ୟ ଲାଗିବ? ଯେତେବେଳେ ଆମେ ତାଙ୍କର କର୍ମ ଗୁଡିକକୁ ପାସରି ଯାଉ, ଭୁଲି ଯାଉ। ଆମେ ସେ ଆମ ପାଇଁ ଯାହା ଯାହା କରିଛନ୍ତି, ଯୋଉ ସମୟରେ ଆମେ ଭୁଲି ଯାଉ, ଆମେ ସେତେବେଳେ ଆମର ପରୀକ୍ଷା, ଆମର କଷ୍ଟ, ଆମର ଦୁଃଖ ଗୁଡିକ ଆମକୁ ଅସହ୍ୟ ପରି ମନେ ହେବ। ଏଠି ଲିଷ୍ଟ ଦିଆଯାଇଛି। କଣ ଲିଷ୍ଟ ଦିଆଯାଇଛି? 10 ପଦରେ, 9 ପଦରେ, ଆହୁରି ସେ ସୁପ ସମୁଦ୍ରକୁ ଧମକାନ୍ତେ ତାହା ଶୁଷ୍କ ହେଲା। ସମୁଦ୍ର, ନଦୀ ନାହିଁ, ନାଳ ନାହିଁ, ଝରଣା ନାହିଁ। ସମୁଦ୍ରକୁ ଧମକାଇଲା ପରେ ସମୁଦ୍ର ବାଟ ଛାଡିଦେଲା, ଶୁଷ୍କ ହେଇଗଲା। ଏଇ ରାସ୍ତା ଦେଇ ଯାଅ ବୋଲି କହିଲା। ମାତ୍ର ଆଜି ଗୋଟେ ଝରଣା ପଡିଲେ, ଆଜି ଗୋଟେ ଛୋଟିଆ କେନାଲ ପଡିଲେ ଆମେ କଣ ହେଇଯାଉଛୁ? ଆମେ ବ୍ୟତିବ୍ୟସ୍ତ ହେଇଯାଉଛୁ। କାହିଁକି ବ୍ୟତିବ୍ୟସ୍ତ ହେଇଯାଉଛୁ? ଯୋଉ ପରମେଶ୍ୱର ସୁପ ସମୁଦ୍ରକୁ 2 ଭାଗ କରି, ଶୁଷ୍କ କରି, ତାକୁ ଧମକାଇକିନା, ସେ ବାଟ କଢେଇକିନା ଆମକୁ ସେ ନେଇଗଲେ, ଆମେ ସେଇ କଥାକୁ ମନେ ପକାଉନୁ, ଆମେ ପାସରି ଯାଉଛୁ। ଲେଖା ଯାଉଛି, ଯୋଉ ପଦଟା ଆମେ ଅଛୁ 13 ପଦରେ, ସେମାନେ ତାହାଙ୍କ କର୍ମ ଧୀରେ 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 ପାସରି ଗଲେ ବୋଲି ଲେଖାଯାଇନି। ସେମାନେ ତାହାଙ୍କର କର୍ମ ଶୀଘ୍ର, ଚଟକିନା, ସାଙ୍ଗେ ସାଙ୍ଗେ। ଏଇଟା କେତେ ଜଣଙ୍କର ଅଭ୍ୟାସ ଅଛି। ତାଙ୍କ ଅତୀତରେ ପରମେଶ୍ୱର ବହୁତ ବଡ ବଡ କାମ ଗୁଡିକ କରିଛନ୍ତି, ଯୋଉ କାମ କି କେହି କେବେ କରିପାରିବେ ନାହିଁ। ପରମେଶ୍ୱର ଆମର କାମ କରିଛନ୍ତି। ଆମର ଟ୍ୟୁମର ଥିଲା, ସୁସ୍ଥ କରିଦେଲେ। ଆମର କ୍ୟାନ୍ସର ଥିଲା, ସୁସ୍ଥ କରିଦେଲେ। ମାତ୍ର ଆଜି ମୁଣ୍ଡ ବଥାକୁ ଆମେ ଟେନସନ ନେଇଯାଉଛୁ। ଆମେ ଆଜି ଗୋଡ ଟିକେ ଫୁଲିଗଲେ ଆମେ ଟେନସନ ନେଇଯାଉଛୁ। ଛୁଆକୁ 3 ଦିନ ଜ୍ୱର ହେଇଗଲା, ଜ୍ୱର ନ ଛାଡ଼ିଲେ ଆମେ ଟେନସନ ହେଇଯାଉଛୁ। ଯୋଉ ପରମେଶ୍ୱର ଆମକୁ ବଡ ବଡ ରୋଗରୁ ଉଦ୍ଧାର କଲେ, ରୋଗରୁ ଆମକୁ ସୁସ୍ଥତା ଦେଇ କଢେଇ ନେଲେ, ସେଇ ପରମେଶ୍ୱର ଆମକୁ କଣ ମୁଣ୍ଡ ବଥାରୁ ସୁସ୍ଥ କରିବେ ନାହିଁ? ଆମକୁ ସେ କାଶରୁ ସୁସ୍ଥ କରିବେ ନାହିଁ? ଆମକୁ ମିଳିମିଳାରୁ ସୁସ୍ଥ କରିବେ ନାହିଁ କି? କରିବେ। ସେ ସୁପ ସମୁଦ୍ରକୁ ଧମକାନ୍ତେ, ଏଇ ବାହାର, ବାଟ ଦିଅ, ଛାଡି ଦିଅ। ଯେତେବେଳେ ସେ ଧମକାଇଲେ, କିଏ ଧମକାଇଲେ? ମଶାଙ୍କର ବାଡି ଟେକିବାରୁ ସେ 2 ଭାଗ ହେଲା ବୋଲି ଲେଖାଯାଉ ନାହିଁ। ଆମେ ସେଟା ଯାତ୍ରା ପୁସ୍ତକରେ ପଢୁଛୁ। ମାତ୍ର କମେଣ୍ଟ୍ରି ଯେତେବେଳେ ଲେଖାଯାଉଛି ମଶା ବାଡି ଟେକିଲେ କୌଣସି ସମୁଦ୍ର ବାଟ ଛାଡିଦବ ନାହିଁ। ମାତ୍ର ଲେଖାଯାଏ ମଶାକୁ ବାଡି ଟେକିବା ଆଗରୁ ସେ ଧମକାଇଲେ, ଏ ସମୁଦ୍ର। ଯେମିତି କି ଯୀଶୁଖ୍ରୀଷ୍ଟ ଡଙ୍ଗାରେ ଶୋଇଥିବା ସମୟରେ ତୋଫାନ ଆସୁଛି, ଯୀଶୁଖ୍ରୀଷ୍ଟ ଡଙ୍ଗାରେ ଶୋଇଥିବା ସମୟରେ ବର୍ଷା ଆସୁଛି, ମେଘ ଆସୁଛି, ପବନ ଆସୁଛି। ସେଇ ସମୟରେ ଯୀଶୁ ଉଠିକିନା କହିଲେ, ଚକ୍ ତୁନିଏ, ବନ୍ଦ ହେ। ଏସବୁ ଯେତେବେଳେ ହେଲା, ଶିଷ୍ୟମାନେ ଛାନିଆ ହେଇଗଲେ। ଆରେ ଏଇଟା କେମିତି ପରମେଶ୍ୱର? ଆମେ କଣ ଏତେ ଶକ୍ତିଶାଳୀ? ଏ ଯିଏ ଅଛି, ଆମେ ଭାବୁଥିଲୁ ଭୂତ ଛଡେଇ ପାରିବେ। ଯିଏ ଅଛି, ଭାବୁଥିଲୁ 5 ରୁଟି 2ଟା ମାଛକୁ 5,000 ଲୋକ ଖୁଆଇ ପାରିବେ। ଭିତର ସମୁଦ୍ରକୁ ଧମକାଇଲେ ସମୁଦ୍ର କଥା ମାନୁଛି। ଜହନ, ପବନ ତାଙ୍କର କଥା ମାନୁଛି। ପ୍ରିୟମାନେ, ଏମିତି ପରମେଶ୍ୱର। ଆମେ ଦୁଃଖ କଷ୍ଟ ଆମକୁ ଅସହ୍ୟ କାହିଁକି ମନେ ହଉଛି?
କାରଣ ଆମେ ତାଙ୍କର ଅତୀତରେ ଯୋଉ କର୍ମ ଗୁଡିକ ଆମ ଜୀବନରେ କରିଛନ୍ତି ତାହା ଆମେ ଭୁଲିଯାଉ। ଏମିତି ଗୋଟେ ସମୟ ଥିଲା ଯୋଉ ସମୟରେ କି 20-30 ହଜାର ଟଙ୍କା ଆବଶ୍ୟକ ଥିଲା, ପ୍ରଭୁ ଯୋଗେଇଲେ। ଆଜି 1000 ଟଙ୍କା ଯୋଗେଇବେ ନାହିଁ, ଆଜି 2000 ଟଙ୍କା ଯୋଗେଇବେ ନାହିଁ। 2000 ଟଙ୍କା ପାଇଁ ଛଟପଟ ହେବୁ, 3000 ଟଙ୍କା ପାଇଁ ଛଟପଟ ହବୁ। ଆମେ କଣ କରିବା ଆଜ୍ଞା, ମୁଁ ପାଖରେ ନାହିଁ। ଆରେ କାହିଁକି ତୁମେ ଶୀଘ୍ର ତାଙ୍କର କର୍ମ ପାଶରେ ଯାଉଛ? ଯୋଉ ପରମେଶ୍ୱର 3000 ଟଙ୍କା, ମୋର କଥା ମୁଁ କହୁଛି, ମତେ ତ ଗାଡି ଦରକାର ଥିଲା, ପରମେଶ୍ୱର ମତେ 1000-2000 ନାହିଁ, 1,00,000 ଟଙ୍କା ଯୋଗେଇଲେ। 1 ଲାଖ କେସ୍। ଗୋଟେ ପାଷ୍ଟର କିଏ କେସ୍ ଦେଇକିନା ତାଙ୍କର ବାଇକ୍ କିଣିଛନ୍ତି ମୋତେ ଜଣା ନାହିଁ, ମାତ୍ର ମୁଁ କେସ୍ ଦେଇକିନା ବାଇକ୍ ଟା ମୁଁ କିଣିକିନା ଆଣିଛି। ମୋର ପରମେଶ୍ୱର ଅତୀତରେ ମତେ 1 ଲାଖ ପୁରା ହାର୍ଡ କେସ୍ ସେ ଯୋଗେଇଥିଲେ। ଆଜି ଗୋଟେ 5,000-10,000 ସ୍କୁଲ ଫିସ୍, ଟ୍ୟୁସନ ଫିସ୍, ଆମମାନଙ୍କର ମେଡିକାଲ ଫିସ୍, ଏଟାକୁ ଆମେ ବ୍ୟସ୍ତ କାହିଁକି ହେବା କଥା? କେତେବେଳେ ଦୁଃଖ କଷ୍ଟ ଅସହ୍ୟ ମନେ ହୁଏ ଯେତେବେଳେ ଆମେ ଅତୀତରେ ଆମର ପରମେଶ୍ୱର ଆମ ପାଇଁ ଯୋଉ ମହାନ ମହାନ କାମ ଗୁଡିକ କରିଛନ୍ତି, ସୁପ ସାଗର ପରି ଗୋଟେ ବଡ ସମୁଦ୍ରକୁ ଧମକାଇଛନ୍ତି, ସେ ସୁପ ସାଗର ବାଟ ସେ ଛାଡିଦେଲା, ଯାଅ ଶୁଷ୍କ ଭୂମିରେ ପଳେଇଲେ। ଏଇଟା ଆମେ ଦେଖିଛୁ ପରା, ଏଇଟା ଆମ ଜୀବନରେ ହେଇଛି। ଆଉ ଆମକୁ ଆମକୁ କିଏ ମାଂସ ଦେବ? ଆମକୁ ସେଇ ମିଶର ଦେଶର କାକୁଡି ମନେ ପଡୁଛି, ଖରଭୁଜ ମନେ ପଡୁଛି, ପିଆଜ ମନେ ପଡୁଛି। କିଏ ଖାଇବାକୁ ଦେବ? ଆରେ ଯୋଉ ପରମେଶ୍ୱର ସୁପ ସାଗର 2 ଭାଗ କରି କଢେଇ ଆଣିଲେ, ସେ ଦେଇପାରିବେ ନାହିଁ, ସେ ଯୋଗେଇ ପାରିବେ ନାହିଁ। କଣ କରିବା ପ୍ରିୟମାନେ? ଆଜି ଅନେକ ଭାଇ ଭଉଣୀ ମାନେ ଦୁଃଖ କଷ୍ଟ କାହିଁକି ଅସହ୍ୟ ମନେ ହଉଛି? ଟିକେ ଅତୀତକୁ ଟିକେ ଦେଖିବା ଆମେ। ଆରେ ମୋର ଅତୀତରେ ମୋର ପରମେଶ୍ୱର ଏତେ ବଡ ବଡ କାମ କରୁଛନ୍ତି, ସେତେବେଳେ ତ ଏତେ ବଡ କାମ କରିଛନ୍ତି, ଏବେ କରିପାରିବେ ନାହିଁ କି? ଆମେ ପାଶୋରି ଯାଉଛୁ। ସେଥିପାଇଁ ଗୀତ ରଚକ ଲେଖନ୍ତି, ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର, ଆଉ ତାହାଙ୍କର ମଙ୍ଗଳ ଦାନ ସବୁ ପାଶୋର ନାହିଁ। ଭୁଲି ଯାଅ ନାହିଁ, ଏତେ ମଙ୍ଗଳ ଦାନ ସେ କରିଛନ୍ତି। ତାଙ୍କର ଏକମାତ୍ର ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମକୁ ଦେଇଛନ୍ତି। ଗୋଟେ ଆଡେ ମୁଁ ଥିଲି, ଗୋଟେ ଆଡେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଥିଲେ। ପିତା ପରମେଶ୍ୱର କାହାକୁ ବାଛିଲେ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ମରିବା ପାଇଁ ଛାଡିଦେଲେ, ମତେ ବାଛିଲେ। ମତେ ତ ବାଛିଛନ୍ତି ପ୍ରିୟ। ଏମିତି ଭୟଙ୍କର ପରମେଶ୍ୱର ଆମର ଅଟନ୍ତି। ସେଥିପାଇଁ ଏଠି ଯୋଉ ପଢୁଛି 9 ପଦ 6-9, ଆହୁରି ସେ ସୁପ ସମୁଦ୍ରକୁ ଧମକାନ୍ତେ ତାହା ଶୁଷ୍କ ହେଲା, ତହିଁରେ ପ୍ରାନ୍ତର ଦେଇ ଖେନିଗଲା ପରି ସେ ସେମାନଙ୍କୁ ଗଭୀର ଜଳ ଦେଇ ଖେନିଗଲେ। ଆଉ ସେମାନଙ୍କର ଘୃଣାକାରୀ ଲୋକଙ୍କର ହସ୍ତରୁ ସେମାନଙ୍କୁ ପରିତ୍ରାଣ କଲେ, ଓ ସେମାନଙ୍କର ଶତ୍ରୁର ହସ୍ତରୁ ସେମାନଙ୍କୁ ମୁକ୍ତ କଲେ। ପୁଣି ଜଳ ରାଶି ସେମାନଙ୍କ ବିପକ୍ଷ ଗଣକୁ ଆଚ୍ଛନ୍ନ କଲା, ସେମାନଙ୍କ ମଧ୍ୟରୁ ଜଣେ ହିଁ ଅବଶିଷ୍ଟ ରହିଲା ନାହିଁ। ଏତେ ବଡ ଫାର ହଜାର ହଜାର ରଥ ଧରିକିନା, ହଜାର ହଜାର ସୈନ୍ୟ ଧରିକିନା ଇସ୍ରାଏଲ ଲୋକଙ୍କୁ ମାରିବା ପାଇଁ ଗୋଡଉଥିଲା। କଣ କଲେ ପରମେଶ୍ୱର? ସମସ୍ତଙ୍କୁ ଆଣି ଗୋଟେ AK-47 ଦେଲେ, ମାର ମାର ଢ ଢ ଢ ମାର ବୋଲି କହିଦେଲେ କି? ଆଜି ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ, ଆମର ଖ୍ରୀଷ୍ଟ ବିରୋଧୀ ଗୋଟେ ଲୋକ ବାହାରି ପଡିଲେ, ତାକୁ ଗାଳି କରିବା ପାଇଁ ୟୁଟ୍ୟୁବରେ ଫେସବୁକରେ ଭୟଙ୍କର ଗାଳି କରୁଛନ୍ତି। ଆମର ପରମେଶ୍ୱର ମରି ଯାଇଛନ୍ତି ବୋଧେ? ତ ଆମର ପରମେଶ୍ୱର ସେଇ ଖ୍ରୀଷ୍ଟ ବିରୋଧୀ ଲୋକଠାରୁ ଆମକୁ ଉଦ୍ଧାର କରିପାରିବେ ନାହିଁ? ଆରେ ଶତ୍ରୁଗଣକୁ, ଘୃଣାକାରୀ ମାନଙ୍କୁ କି ପ୍ରକାର ଭାବରେ ସେଇ ସୁପ ସମୁଦ୍ରରେ ବୁଡିକିନା ମଲେ ସେମାନେ। ଏ କଥା ଆମେ କାହିଁକି ଭୁଲି ଯାଉଛୁ? ଆମେ ଜଣେ 2 ଜଣ ଲୋକ ଆମ ବିରୁଦ୍ଧରେ ଉଠିଲେ ଆମେ ଛାନିଆ କାହିଁକି ହଉଛୁ? ହଜାର ହଜାର ଲକ୍ଷ ଲକ୍ଷ ଲୋକ ଫାର ଧରିକିନା ଆସିଥିଲା, କିଏ ଉଦ୍ଧାର କରିବା ପାଇଁ ନଥିଲେ? ପରମେଶ୍ୱର ସମୁଦ୍ରକୁ ଧମକେଇକି ନେଇଗଲେ, ଆଉ ସେ ଶତ୍ରୁ ମାନଙ୍କୁ ସେ ସମୁଦ୍ରରେ ହିଁ ସମାଧି ଦେଇଦେଲେ। ଆମେ ଅତୀତକୁ ଭୁଲିବା ନାହିଁ। ଅତୀତରେ ଆମର ପରମେଶ୍ୱର ଆମ ଜୀବନରେ ଯୋଉ ମହାନ କାମ ଗୁଡିକ କରିଛନ୍ତି, ଗୋଟି ଗୋଟି କରି ମନେ ରଖି ତାଙ୍କୁ ଧନ୍ୟବାଦ ଦେବା। ଯେତେବେଳେ ଅତୀତରେ ବର୍ତ୍ତମାନ ଆମର ସମସ୍ୟା ଆସେ, ଟିକେ ଅତୀତକୁ ଅନେଇବା। ଆରେ ଏଇ ସମସ୍ୟା ତ ଛୋଟିଆଟା, ଅତୀତରେ ବହୁତ ବଡ ସମସ୍ୟା ଆସିଥିଲା। ପରମେଶ୍ୱର ସେ ବଡ ସମସ୍ୟାର ମଧ୍ୟ ଉଦ୍ଧାର କରିଛନ୍ତି, ବୋଲେ ଏଇ ସମସ୍ୟାର ମଧ୍ୟ ଉଦ୍ଧାର କରିବେ। ଏଇଟା କେତେବେଳେ ହେବ? ଆମେ ପାଶୋରିବା ନାହିଁ, ତାଙ୍କର ମଙ୍ଗଳ ଦାନକୁ ଭୁଲି ଯିବା ନାହିଁ, ତାକୁ ଟିକେ ମନେ ରଖିବା। ଯେତେବେଳେ ଆମେ ମନେ ରଖିବା, ତାହେଲେ ଆମେ ଖୁଣ୍ଟ ପରି ଠିଆ ହେବା।
ଆସିବ, ଧକ୍କା ମାରୁଥିବ, ଯାଉଥିବ, ଆମକୁ କିଛି ହେଇପାରିବ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମର ପରମେଶ୍ୱର ଜୀବିତ ପରମେଶ୍ୱର। ତାଙ୍କର କର୍ମ ଗୁଡିକ ଆମେ ପାସରିବାନି, ମନେ ପକେଇବା, ଆମେ ସ୍ମରଣରେ ଆଣିବା। ସେ କି ପ୍ରକାର ଭାବରେ ସେ ଲେଖୁଛନ୍ତି 12 ପଦ, ସେତେବେଳେ ସେମାନେ ତାହାଙ୍କ ବାକ୍ୟରେ ବିଶ୍ୱାସ କଲେ, ସେମାନେ ତାହାଙ୍କର ପ୍ରଶଂସା ଗାନ କଲେ। ତାପରେ 13 ପଦରେ, ସେମାନେ ତାହାଙ୍କର କର୍ମ ଶୀଘ୍ର ପାସରି ଗଲେ, ସେମାନେ ତାହାଙ୍କ ମନ୍ତ୍ରଣା ଅପେକ୍ଷା କଲେ ନାହିଁ, ମାତ୍ର ପ୍ରାନ୍ତରରେ ଅତିଶୟ ଲୋଭାକ୍ରାନ୍ତ ହେଲେ ଓ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କଲେ। ତହିଁରେ ସେ ସେମାନଙ୍କ ପାର୍ଥିବ ବିଷୟ ଦେଲେ, ମାତ୍ର ସେମାନଙ୍କର ପ୍ରାଣ କ୍ଷୀଣତା ପ୍ରେରଣ କଲେ। ମୁଁ ଏତିକି କହିବା ପାଇଁ ଚାହେଁ, ଅଳ୍ପ କେତେଟା ବିଷୟ କରି ଆପଣମାନଙ୍କୁ ଉତ୍ସାହିତ ଦେବା ପାଇଁ ଚାହେଁ ଯେ ଦୁଃଖ କଷ୍ଟ କାହିଁକି ଅସହ୍ୟ ମନେ ହେଉଛି? ପରମେଶ୍ୱରଙ୍କର ବିଶ୍ୱସ୍ତତାକୁ ଆମେ ଭୁଲି ନ ଯାଉ। ଆମର ପରମେଶ୍ୱର ବିଶ୍ୱସ୍ତ ପରମେଶ୍ୱର, ଆଉ ସେ ବିଶ୍ୱସ୍ତତାକୁ ସବୁବେଳେ ସେ ବଜାଇ ରଖିବେ। ମୁଁ ଅବିଶ୍ୱସ୍ତ ହେଲେ ମଧ୍ୟ ସେ କେବେ ଅବିଶ୍ୱସ୍ତ ନାହିଁ। ଆଉ ଅତୀତର କରିଥିବା ମଙ୍ଗଳ ଦାନ ଗୁଡିକକୁ ଆମେ ପାସରି ନ ଯାଉ। ଯଦି ଆମେ ପାସରି ଯିବା, ତାହେଲେ ଆମକୁ ଦୁଃଖ କଷ୍ଟ ଅସହ୍ୟ ମନେ। ଆସନ୍ତୁ ପଦ ଗୋଟେ ପଢିବା, ମୋ ସହିତ ଆପଣ ମାନେ ଫିଟେଇବେ। ଆଦି ପୁସ୍ତକ 32 ଅଧ୍ୟାୟ, ଆଦି ପୁସ୍ତକ 32 ଅଧ୍ୟାୟ 9 ପଦ 10 ପଦ। ସେତେବେଳେ ସେତେବେଳେ ଯାକୁବ କହିଲା, ହେ ମୋହର ପିତା ଅବ୍ରାହମଙ୍କର ପରମେଶ୍ୱର, ହେ ମୋହର ପିତା ଇସାହାକଙ୍କ ପରମେଶ୍ୱର, ହେ ସଦା ପ୍ରଭୁ, ତୁମେ ଆପେ ମତେ କହିଥିଲ, ତୁମେ ଆପଣା ଦେଶ ଜ୍ଞାତି ମାନଙ୍କ ନିକଟକୁ ଫେରିଯାଅ, ତହିଁରେ ଆମ୍ଭେ ତୁମର ମଙ୍ଗଳ କରିବା। ତୁମେ ହୁଁ। ଏହି ଦାସ ପ୍ରତି ଯେ ସମସ୍ତ ଦୟା ଓ ଯେ ସମସ୍ତ ବିଶ୍ୱାସତା ପ୍ରକାଶ କରିଅଛ, ମୁଁ ତହିଁର କିଞ୍ଚିତ ହିଁ ପାଇବାର ଯୋଗ୍ୟ ନୁହେଁ, ଯେହେତୁ ମୁଁ ନିଜର ଯଷ୍ଟି ମାତ୍ର ଘେନି ଏହି ଜର୍ଦ୍ଦନ ପାର ହୋଇଥିଲି, ମାତ୍ର ଏବେ ମୁଁ ଦୁଇ ଦଳ ହୋଇଅଛି। ଓ ପ୍ରେଜ୍ ଦ ଲର୍ଡ। ଯେତେବେଳେ ଯାକୁବ ତାଙ୍କ ଭାଇ ଏସୋକୁ ଠକିକିନା ତାଙ୍କ ମାମୁଁ ଲାବନଙ୍କ ଘରକୁ ଯାଉଛନ୍ତି, ହାତରେ କିଛି ନଥିଲା। ହାତରେ ଗୋଟେ ବାଡି ଗୋଟେ ଧରିକିନା, ଗୋଟେ ଛୋଟିଆ ବାଡି ଧରିକିନା ସେ ଯାଇଥିଲେ, କିଛି ନଥିଲା। ମାତ୍ର ଯେତେବେଳେ ଫେରୁଛନ୍ତି, ତାଙ୍କ ପାଖରେ ଧନ ସମ୍ପତ୍ତିର ଅଭାବ ନାହିଁ, ପୁଅ ଝିଅର ଅଭାବ ନାହିଁ, ଲୋକମାନଙ୍କର ଅଭାବ ନାହିଁ, ଦାସ ଦାସୀଙ୍କର ଅଭାବ ନାହିଁ। ପରମେଶ୍ୱରଙ୍କର ଆଶୀର୍ବାଦ ଗୁଡିକକୁ ଆମେ ଗଣିବାର ଅଛି। ଯାକୁବ ସେଇଟା ଗଣୁଛନ୍ତି। ପ୍ରଭୁ ମୋ ଜୀବନରେ ଯୋଉ ଆଶୀର୍ବାଦ ଗୁଡିକ କରିଛନ୍ତି, ଗୋଟି 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 କରି ଗଣୁଛନ୍ତି। ସେଥିପାଇଁ ତାଙ୍କୁ କୌଣସି ବିଷୟ ଗୁଡା ଗୋଟେ ହଜିଗଲା, କୋଉଟା ଗୋଟେ ଲସ୍ ହେଇଗଲା, କୋଉଟା ଗୋଟେ ଚାଲିଗଲା, ସେ ବ୍ୟସ୍ତ ହଉନାହାନ୍ତି। ସେଥିପାଇଁ ଆୟୁବ କହିଲେ, ମୁଁ ମାତାର ଗର୍ଭରୁ ଉଲଙ୍ଗ ଆସିଛି, ମୁଁ ଉଲଙ୍ଗ ଚାଲିଯିବି, ସଦାପ୍ରଭୁ ଦେଲେ ଆଉ ସଦାପ୍ରଭୁ ନେଲେ, ଏଇଟା ସେ କହୁଛନ୍ତି। ମୁଁ ଏଠି କିଛି କମେଇ ନାହିଁ। ଆଜି ଦେଖନ୍ତୁ, ଲୋକଙ୍କର ଗୋଟେ ସୁନା ଯଦି ହଜିଯାଏ, ଗୋଟେ ମୁଦି କି କାନର, ସେମାନେ ଛାନିଆ ହେଇଯାଆନ୍ତି, ମୁହଁ ଶୁଖିଯାଏ, ଖାଇବା ପିଇବାଟା ଛାଡି ଦିଅନ୍ତି। ଯେମିତିକି ଜନ୍ମ ହେଲା ପରେ ଦୁଇଟା ହାତରେ ଦୁଇଟା ସୁନାର ଚୁଡ଼ି, ବେକରେ ଗୋଟେ ସୁନାର ହାର ପିନ୍ଧିକିନା ଆସିଥିଲେ, ମୁଁ ଆସିଥିଲି ସ୍ୱର୍ଗରୁ ଧରିକିନା, ସେଟା ଏବେ ହଜିଗଲା, ମୁଁ ଏତେ ଛାନିଆ। କୋଉଟା କଣ ଆଣିଥିଲୁ ଆମେ? ପରମେଶ୍ୱର ଦେଇଛନ୍ତି ଆମକୁ, ଆମେ ସେଟା, ଏଇଟା ସବୁ ପ୍ରଭୁ ଦେବାଟା ଏଇଟା। ଆଉ ପ୍ରଭୁ ଦେବାଠାରୁ ପ୍ରଭୁ ନେଇ ମଧ୍ୟ ପାରନ୍ତି। ଏଇଟା ଯାକୁବଙ୍କର ସାକ୍ଷ୍ୟ। ତାଙ୍କର ମଙ୍ଗଳ ଦାନ ଗୁଡିକକୁ ମନେ ପକାଉଛନ୍ତି। ମଙ୍ଗଳ ଦାନ ଗୁଡିକକୁ ମନେ ପକେଇ ସେ ପ୍ରଭୁଙ୍କୁ ଧନ୍ୟବାଦ ଦଉଛନ୍ତି। ପ୍ରଭୁ, ମୋର କଣ ଥିଲା ପ୍ରଭୁ? ମୋ ପାଖରେ କିଛି ନଥିଲା ପ୍ରଭୁ। ମୋ ପାଖରେ ଖାଲି ଗୋଟେ ବାଡି ଗୋଟେ ଥିଲା, ଆଉ ତୁମେ ଦୟା କଲ, ଅନୁଗ୍ରହ କଲ, ମତେ ଆଶୀର୍ବାଦ କଲ। ମୁଁ ଅଜ୍ଞାତ ଦେଶରେ ଥିଲି, ସେଇ ସ୍ଥାନରେ ମତେ ଏତେ ଆଶୀର୍ବାଦ କଲ, ମତେ ଅନେକ ପୁଅ ଝିଅ ଦେଲ, ଅନେକ ଦାସ ଦାସୀ ଦେଲ, ଆଉ ଅନେକ ତୁମେ ପଶୁଧନ ମତେ ଦେଇଛ। ମୁଁ ତୁମକୁ ଧନ୍ୟବାଦ ଦଉଛି, ତୁମେ ମଙ୍ଗଳମୟ ଅଟ। ମୁଁ ଆପଣ ମାନ କହିବା ପାଇଁ ଚାହେଁ, ଦୁଃଖ କଷ୍ଟ କେତେବେଳେ ଅସହ୍ୟ ହୁଏ? ଯେତେବେଳେ ପ୍ରଭୁ କରିଥିବା ମଙ୍ଗଳ ଦାନ ଗୁଡିକୁ ଆମେ ନ ଗଣୁ। ଆମେ ଦେଖନ୍ତୁ, ଆମର ଜୀବନରେ ଗୋଟେ ଛୋଟିଆଟା ହଜିଥିବ, ସେ ଛୋଟିଆଟା କୋଉ ସାକ୍ଷ୍ୟ ଦଉ, ଏଇଟା ହଜିଗଲା, ଏଇଟା ହଜିଗଲା, ଏଇଟା ଲସ୍ ହେଇଗଲା, ଲସ୍। ତୁମ ପାଖରେ କେତେଟା ଅଛି ଏବେ?
ତୁମ ପାଖରେ ଗଦା ଅଛି, ଆପଣଙ୍କ ପାଖରେ ଗଦା ଅଛି, ହିସାବ କରିହେବ ନାହିଁ। ମାତ୍ର ଆମେ ସେ ହଜି ଯିବାଟାକୁ ଏକା ମନେ ପକଉଛୁ। ଆମେ ମାତ୍ର ଯାହା ପ୍ରଭୁ ଆମକୁ ଦେଇଛନ୍ତି ସେଇଟାକୁ ଆମେ ମନେ ପକେଇବାର ଅଛି। ସେଇଟାକୁ ମନେ ପକେଇ ଆମେ ପ୍ରଭୁଙ୍କୁ ଧନ୍ୟବାଦ, ପ୍ରଶଂସା, ଗୌରବ କରୁ କରୁ ଆମେ ଆଗକୁ ବଢିବା ପାଇଁ। ଦୁଃଖ କଷ୍ଟ କେତେବେଳେ ଅସହ୍ୟ ମନେ ହୁଏ? ଯେତେବେଳେ ଆମେ ବ୍ଲେସିଂ ଗୁଡିକ କାଉଣ୍ଟ ନ କରୁ। ଆମ ପାଖରେ କଣ ନାହିଁ କୁହନ୍ତୁ? ଏବେ ଆପଣ ମାନେ ପାଷ୍ଟର ନିକ୍ କୁ ଆପଣ ଦେଖିଥିବେ। ପାଷ୍ଟର ନିକ୍, ତାଙ୍କର ହାତ ନାହିଁ, ତାଙ୍କର ଗୋଡ ନାହିଁ, ତାଙ୍କର ଖାଲି ମୁଣ୍ଡ ଅଛି, ପେଟ ଆଉ ଅଣ୍ଟା ତଳକୁ ମଧ୍ୟ ତାଙ୍କର ନାହିଁ। ମାତ୍ର ଆମର କଣ ଅଛି? ପାଷ୍ଟର ନିକ୍ ଠାରୁ ଆମର କେତେ ଅଧିକ ହାତ ଅଛି, ଗୋଡ ଅଛି। ଆମେ ନିଜେ ଯାଇପାରୁଛୁ। ସେ ନିଜେ ଡ୍ରେସ ପିନ୍ଧି ପାରିବେ ନାହିଁ, ନିଜେ ଖାଇ ପାରିବେ ନାହିଁ, ନିଜେ ଗାଧେଇ ପାରିବେ ନାହିଁ, ଏମିତି ତାଙ୍କର ଅବସ୍ଥା। ମାତ୍ର ସେ ହାତ ଗୋଡ ସବୁ ଥିବା ଲୋକମାନଙ୍କୁ ଏନକରେଜ କରୁଛନ୍ତି, ଏନକରେଜ କରୁଛନ୍ତି। ମାତ୍ର ଆମେ ଡିସ୍କରେଜ ହେଇଯାଉଛୁ। ମତେ କିଛି ନାହିଁ। କଣ ନାହିଁ ଆମକୁ? ଆମ ପାଖରେ କଣ ନାହିଁ କୁହନ୍ତୁ? ଏବେ ଯଦି ଜଣେ ଲୋକ ମାଗିବେ ଆପଣଙ୍କୁ, ଆଜ୍ଞା ମୁଁ ଗରିବ ଲୋକ, ତୁମର ଗୋଟେ ଆଖି ଦିଅ, ତୁମକୁ 5 ଲକ୍ଷ ଦେବୁ ବୋଲି କିଏ ଦେବେ? ନାଇଁ ବାପା, ମୁଁ ଦେଇପାରିବି ନାହିଁ। ଆମର ଆଖି କେତେ ଲକ୍ଷ ଟଙ୍କାର? ହଁ, ଆମର କିଡନୀ ମାଗିବେ, ତମେ କିଡନୀ ଦିଅ, ଆମକୁ 10 ଲକ୍ଷ ଟଙ୍କା ଦେବୁ। କିଏ ଦେବ? କିଏ ଦେବେ ନାହିଁ। ହଁ, ମୋର ଭଣଜା ଗୋଟେ ଥିଲା, ତୁ କେମିତିରେ ଆଇଫୋନ କିଣିବୁ? ସେ କହୁଛି ମୋର କିଡନୀ ବିକି ମୁଁ ଆଇଫୋନ କିଣିବି। ସେ କହୁଥିବ ସେ, ହଁ, ତାର କଥା ସେମିତି। ମାନେ ଦୁଃଖ କଷ୍ଟ ଆମକୁ କାହିଁକି ଅସହ୍ୟ ମନେ ହଉଛି? କାରଣ ସେ ଯୋଉ ମଙ୍ଗଳ ଦାନ ଗୁଡିକ ଆମ ଜୀବନରେ କରିଛନ୍ତି, ସେଟାକୁ ଆମେ କାଉଣ୍ଟ କରିବା, ଆଉ ବ୍ଲେସିଂ ଗୁଡିକୁ କାଉଣ୍ଟ କରିବା। ଯାକୁବ ତାଙ୍କର ବ୍ଲେସିଂ ଗୁଡିକୁ କାଉଣ୍ଟ କରୁଛନ୍ତି। ଏଇଟା କଲେ ମୋର ପ୍ରଭୁ, ଏଇଟା କଲେ, ସେଇଟା କଲେ। ମୋ ପାଖରେ କଣ ଥିଲା? ମତେ ପ୍ରଭୁ ସବୁ ଦେଇଛନ୍ତି। କୁହନ୍ତୁ? ସାଇକେଲ ଠେଲି ଠେଲି ବୁଲୁଥିଲୁ, ବାଇକ୍ ଗୋଟେ ଦେଲେ। ତାହା ପଛେ ବାଇକ ରେ ଯାଉଥିଲୁ, କାର ଗୋଟେ ଦେଲେ। ସେ କାର ରେ ବସି ମଧ୍ୟ ମୁଣ୍ଡକୁ ଏଡେଟା କରି ଚିନ୍ତାମଣିର ଚିନ୍ତା ସେ କାର ରେ ବସି ମଧ୍ୟ ଥିବ। ଲୋକ ଅଟୋରେ ବସି ହସି ହସି ଯାଉଥିବେ, ଆର କାର ରେ ବସି ମଧ୍ୟ ଏମିତି କିଛି ଦିନ ନ ଖାଇଲା ପରି ମୁହଁ କରିକିନା ସେମିତି ଥିବ। କାର ରେ ମଧ୍ୟ ଖୁସି ନାହିଁ। କୋଉଠି ଦେବେ? ହେଲେ ଟ୍ରେନ ନେବ କି ଏରୋପ୍ଲେନ ନବ ନା କଣ ନେବ? ପରମେଶ୍ୱର ଆମର ବ୍ଲେସିଂ ଆମକୁ ଏତେ କରିଛନ୍ତି। ଆମର ସେ ବ୍ଲେସିଂ ଗୁଡିକ ଗୋଟେ ଗୋଟେ କରିକି ଆମେ କାଉଣ୍ଟ ଆମେ କରିବାର ଅଛି। ସେତେବେଳେ ଆମକୁ ଦୁଃଖ କଷ୍ଟ ଅସହ୍ୟ ମନେ ହେବ ନାହିଁ। ଆମର ଚର୍ଚ୍ଚର ଅନେକ ଭାଇ ମାନେ ସେମାନଙ୍କର ବିଲ୍ଡିଂ ଗୁଡିକ ତିଆରି କଲେ। ଏଠି ବସିକିନା ବିଲ୍ଡିଂ କାଉଣ୍ଟ କରୁଥିବି, ଗୋଟେ ମହଲା, 2 ମହଲା, 3 ମହଲା, ବୋଲେ କଣ ହେବ କୁହନ୍ତୁ? ଏତେ କେତେ ଲୋକଙ୍କୁ ଭଲ ଭାବରେ ରୁମ ନାହିଁ ଶୋଇବା ପାଇଁ। ଆମକୁ 4-5ଟା ରୁମ ଦେଇଛନ୍ତି ଘରେ। ଆମେ ଲୋକଙ୍କଟା ଦେଖିକିନା, ଆରେ ପ୍ରଭୁ ଆମକୁ ଯୋଉଟା ଦେଇଛନ୍ତି ସେ କାଉଣ୍ଟ କରିବାର ଅଛି ଆମକୁ। ଯାକୁବ କାଉଣ୍ଟ କଲେ, ସେଥିପାଇଁ ଅନ୍ୟ ବିଷୟକୁ ଦେଖି ସେ ବ୍ୟତିବ୍ୟସ୍ତ ହଉନାହାନ୍ତି। ପ୍ରଭୁଙ୍କର ଗୌରବ ଆମ ପାଖରେ କିଛି ନଥିଲା, ଯାହା ଦେଇଛନ୍ତି ପ୍ରଭୁ ଦେଇଛନ୍ତି। ଯାକୁବ ଗୋଟେ ବାଡି ଧରି ଗଲା ପରି ଆମେ ମଧ୍ୟ ଶୂନ୍ୟ ହସ୍ତରେ ଆସିଥିଲୁ। ଆମେ ପ୍ରଭୁ ଏଠି ଘର ବାଡି, ପୁଅ ଝିଅ, ଉତ୍ତମ ସ୍ୱାସ୍ଥ୍ୟ ଆମମାନଙ୍କୁ ଦେଇଛନ୍ତି। ପ୍ରିୟ ପ୍ରଭୁଙ୍କର ଗୌରବ ହଉ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଦୁଃଖ କଷ୍ଟ କାହିଁକି ଅସହ୍ୟ ମନେ ହଉଛି, ମୁଁ ଆପଣ ମାନଙ୍କୁ ପଢି ଶୁଣେଇବା ପାଇଁ ଚାହେଁ। ମୋ ସହିତ ଆପଣ ମାନେ ଫିଟେଇବେ। ଓ ପ୍ରେଜ୍ ଦ ଲର୍ଡ। ପ୍ରଥମ ସାମୁଏଲ ପୁସ୍ତକ। ମୁଁ ସବୁବେଳେ ସବୁ ଆପଣ ମାନଙ୍କୁ ଖାଲି ରିମାଇଣ୍ଡ କରାଇବା ପାଇଁ ଚାହେଁ, ଆମକୁ ଦୁଃଖ କଷ୍ଟ ଅସହ୍ୟ ମନେ ନ ହେଉ। ଆସିବ ଦୁଃଖକୁ, କଷ୍ଟକୁ ଆମେ ସହିବାକୁ ପଡିବ। ଆମେ ପଢିବେ 17 ଅଧ୍ୟାୟର 10 ପଦରୁ। ପ୍ରଥମ ସାମୁଏଲ 17 ଅଧ୍ୟାୟ 10 ପଦରୁ। ଆହୁରି ସେ ପଲିଶ୍ୟ କହିଲା, ଆଜି ମୁଁ ଇସ୍ରାଏଲ ସୈନ୍ୟ ଶ୍ରେଣୀ ତୁଚ୍ଛ କରୁଅଛି। ମତେ ଜଣେ ଲୋକ ଦିଅ, ଆମ୍ଭେମାନେ ପରସ୍ପର ଯୁଦ୍ଧ କରିବୁ। ପୁଣି ସାଉଲ ଓ ସମୁଦାୟ ଇସ୍ରାଏଲ ସେ ପଲିଷ୍ଠର ଏହି ସକଳ କଥା ଶୁଣନ୍ତେ ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ। ଦାଉଦ ଦାଉଦ ବେଥଲେହେମ ଜିହୁଦା ଏତିକି ଥାଉ, ନିବାସୀ। ଏତିକି ଥାଉ, ଏତିକି ଥାଉ, ଏତିକି ଥାଉ। ବାରମ୍ବାର ଜଣେ ଫୋନ କରୁଛନ୍ତି ମତେ, ମୁଁ ଡିଷ୍ଟର୍ବ ହଉଛି। ଓକେ, ଏଇ ଜାଗାରେ ଇସ୍ରାଏଲ ଲୋକମାନେ ଡରି ଭୟଭୀତ ହେଇ ଛାନିଆ ହେଇକିନା ଅଛନ୍ତି। ଏଠି ଲେଖା ଯାଉଛି 11 ପଦରେ, ପୁଣି ସାଉଲ ସମୁଦାୟ ଇସ୍ରାଏଲ ସେଇ ପଲେଷ୍ଟେଇ ର ଏହି ସକଳ କଥା ଶୁଣନ୍ତେ ସେମାନେ ହତାଶ ହେଲେ ଓ ଅତିଶୟ ଭୟ ଛାନିଆ ହେଇଗଲେ।
ଏମିତି ଛାନିଆ ହେଇଗଲେ ସାଉଲ ସହିତ ସରି ଗଲିଆଥ ସହିତ ଯୁଦ୍ଧ କରିବା ପାଇଁ କେହି ସାହସ କରୁନାହାନ୍ତି। ଯୁଦ୍ଧ ନ କରୁଣୁ ହତିଆର ଫିଙ୍ଗି ଦଉଛି, ନାଇଁ ବାପା ନାଇଁ ପାରିହେବ ନାହିଁ। ଆକୁ ଯଦି କିଏ ମାରିବ ବୋଲି କହିଲେ ମୋ ଝିଅକୁ ବାହା କରିଦେବି, ସୁନା ଧନ ସମ୍ପତ୍ତି। ନ ଯୁଦ୍ଧ କରୁଣୁ, କାହିଁକି ନ ଯୁଦ୍ଧ କରୁଣୁ ହାରି ଯାଉଛନ୍ତି ଆଙ୍କେ? କାରଣ ସେମାନେ ଶତ୍ରୁ ସମସ୍ୟା କେତେ ବଡ ଦେଖୁଛନ୍ତି, ମାତ୍ର ପରମେଶ୍ୱର କେତେ ବଡ ଦେଖୁନାହାନ୍ତି। ଆମକୁ ଶୟତାନ ସବୁବେଳେ ସମସ୍ୟା କେତେ ବଡ ବେଲୁନ ପରି ଫୁଲେଇକିନା ଆମକୁ ଦେଖେ, ଦେଖ କେତେ ବଡ ସମସ୍ୟା। ମାତ୍ର ସମସ୍ୟା ବଡ ନାହିଁ, ଆମର ପରମେଶ୍ୱର ବଡ। ଇସ୍ରାଏଲ ଲୋକ ସମସ୍ତେ ଛାନିଆ ହେଇଗଲେ, ମାତ୍ର ଦାଉଦ ଛାନିଆ ହଉନାହାନ୍ତି। ଦାଉଦ ଏତେ ବଡ ସମସ୍ୟାର ଗୀତ ଗାଉନାହାନ୍ତି। ସେ ପରମେଶ୍ୱରଙ୍କ ଗୀତ ଗାଉଛନ୍ତି, ପରମେଶ୍ୱରଙ୍କ ସ୍ତୁତି କରୁଛନ୍ତି, ପରମେଶ୍ୱରଙ୍କର ମହିମା କରୁଛନ୍ତି। ସେ ସାଉଲ ରାଜାକୁ ଯାଇକିନା କହୁଛନ୍ତି, 32 ପଦ ମୁଁ ପଢୁଛି, ଶୁଣନ୍ତୁ। ଏଥିରେ ଦାଉଦ ସାଉଲକୁ କହିଲେ, ତାହା ସକାଶୁ କାହାର ହୃଦୟ ନିରାଶ ନ ହେଉ, ଆପଣଙ୍କ ଦାସ ଯାଇ ସେହି ପଲିଷ୍ଠେଇ ସଙ୍ଗେ ଯୁଦ୍ଧ କରିବ। ଦାଉଦ ସେ ଗାଈ ଚରେଇବା ଲୋକ, ଏମାନେ ହଉଛନ୍ତି ଟ୍ରେନିଂ ପ୍ରାପ୍ତ ଲୋକ। ସମସ୍ତଙ୍କ ହାତରେ ଖଣ୍ଡା କାତି ସବୁ ଜାଗା ଟ୍ରେନିଂ ପ୍ରାପ୍ତ ଲୋକ। ଏ ଟ୍ରେନିଂ ପ୍ରାପ୍ତ ଲୋକମାନେ କୌଣସି ପ୍ରକାର ଭାବରେ ସେ ଗଲିଆଥ ସହିତ ଲାଗି ପାରୁନାହାନ୍ତି। କାହିଁକି? ଏମାନଙ୍କୁ ଗଲିଆଥ ପରି ସମସ୍ୟା ବଡ କାହିଁକି ଲାଗୁଛି? ସବୁବେଳେ ସମସ୍ୟାକୁ ଧ୍ୟାନ ଦେଇ ରହୁଛନ୍ତି, ସମସ୍ୟାକୁ ଆକା ଧ୍ୟାନ। ମାତ୍ର ଦାଉଦଙ୍କର ଧ୍ୟାନ ସମସ୍ୟାକୁ ନାହିଁ, ଦାଉଦଙ୍କର ଧ୍ୟାନ ପରମେଶ୍ୱରଙ୍କ। ସବୁ ଲୋକ ଗଲିଆଥର ଗୀତ ଗାଇଲା ବେଳେ ଏଇ ସାଇଡରେ ଦାଉଦ ପରମେଶ୍ୱରଙ୍କ ଗୀତ ଗାଉଛନ୍ତି, ପରମେଶ୍ୱରଙ୍କ ସ୍ତୁତି କରୁଛନ୍ତି, ପରମେଶ୍ୱରଙ୍କ ମହିମା କରୁଛନ୍ତି। ଦାଉଦଙ୍କର ସାକ୍ଷ୍ୟ ଟିକେ ଦେଖନ୍ତୁ, ଟିକେ ଶୁଣିବା ଆମେ। ମୁଁ ପଢୁଛି 33ରୁ। ତହିଁରେ ସାଉଲ ଦାଉଦକୁ କହିଲେ, ତୁମ୍ଭେ ସେହି ପଲିଷ୍ଠେଇ ବିରୁଦ୍ଧରେ ଯାଇ ତା ସଙ୍ଗେ ଯୁଦ୍ଧ କରିପାରିବ ନାହିଁ, କାରଣ ତୁମେ ତ ଯୁବା, ମାତ୍ର ସେ ଯୌବନାବଧି ଯୋଦ୍ଧା। ସେ ମତେ ଡିସ୍କରେଜ କରୁଛନ୍ତି, ତୁମେ ପାରିବ ନାହିଁ, ମୁଇଁ ପାରୁନାହିଁ ବୋଲି ତୁମେ କି ପାରିବ? ହଁ, ମୁଁ ଆକା ଏତେ ଲମ୍ବା ଚଉଡା ବଳବାନ ସିକ୍ସ ପ୍ୟାକ ଲୋକ ପାରୁନାହିଁ, ତୁମେ ତ ସାଧାରଣ ଗୋଟେ ଗାଈ ଚରେଇବା ଲୋକ, ମୁଇଁ ପାରୁନାହିଁ ବୋଲେ ଏଇଟା କଣ ଯୁଦ୍ଧ ମୋର ଚାଲିଛି କି? ସେ କହିଲା ମୋର ଯୁଦ୍ଧ ନାହିଁ, ଏଇଟା ସଦାପ୍ରଭୁଙ୍କର ଯୁଦ୍ଧ। ମୁଁ ଏଠି ଲଢିବାକୁ ଆସୁଛି କି? ସେ ମତେ ତୁଚ୍ଛ କରୁନାହିଁ, ମୋର ବଂଶ ଗାଳି କରୁନାହିଁ, ସେ ଇସ୍ରାଏଲକୁ ସୈନ୍ୟ ଶ୍ରେଣୀକୁ ତୁଚ୍ଛ କରୁଛନ୍ତି। ସେଥିପାଇଁ ଏଇଟା ଯୁଦ୍ଧ ସଦାପ୍ରଭୁଙ୍କର ଆଉ ତାଙ୍କର। ମୁଁ କେବଳ ମଝିରେ ଠିଆ ହେବା ଲୋକ। ମାନେ ଆମେ ଡରିବାର କି ଭୟଭୀତ ନାହିଁ। ଆମକୁ କାହିଁକି ଗଲିଆଥ ଏତେ ବଡ ଲାଗୁଛି? ଗଲିଆଥ ବିଷୟରେ ଆମେ ଏତେ ଗୀତ କାହିଁକି ଗାଉଛୁ? ଦେଖନ୍ତୁ ଚର୍ଚ୍ଚରେ ମଧ୍ୟ ଲୋକମାନେ ଆସିକିନା କଣ କହିବେ? ଆସିକିନା ଶୈତାନ ଏଟା କରିଦେଲା, ଶୈତାନ ସେଟା କରିଦେଲା, ଶୈତାନ ଏଟା, ଖାଲି ଶୈତାନର ଗୀତ ଆକା ଚାଲିଥିବ ଚର୍ଚ୍ଚରେ। ବହୁତ ଚର୍ଚ୍ଚରେ ଦେଖ ଶୈତାନର ଗୀତ। ହେଲେ ଶୈତାନ ଏଟା କଲା ସେଟା କଲା ବେଳେ ପ୍ରଭୁ କଣ କରିଥିଲେ? ବୋଧେ ସେ ଘୋର ନିଦ୍ରାଗତ ଥିଲେ, ବୋଧେ ପ୍ରଭୁ କି ଛୁଟିରେ ଯାଇଥିଲେ ବୋଧେ, ସେଥିପାଇଁ ପ୍ରଭୁ କିଛି କରିପାରିଲେ ନାହିଁ। ଆଜିକାଲି ଅନେକ ଚର୍ଚ୍ଚରେ ଠିଆ ହେବେ, ତ ଜଣେ ଠିଆ ହେଲେ ଯେ ଶୈତାନ ଦୂତ ପରିକା ଲାଗିବେ ମତେ। ଓ ଶୈତାନ ଏଟା କରିଦେଲା, ଶୈତାନ ସେଟା କରିଦେଲା, ଶୈତାନ ଖାଲି ଶୈତାନ ଏକା। ଯୀଶୁ ପ୍ରଭୁ ପାଟିରେ ନାହିଁ, ଆଉ ଖାଲି ଶୈତାନ ପାଟି ଥିବ ତାଙ୍କର। ହଁ, ମାତ୍ର ଦାଉଦଙ୍କ ପାଟିରେ ଗଲିଆଥ ନାହିଁ, ଦାଉଦଙ୍କ ପାଟିରେ ପ୍ରଭୁ ଏକା ଅଛନ୍ତି। ଦାଉଦଙ୍କର ଭାଷା ଟିକେ ଶୁଣନ୍ତୁ, ଏ ଭାଷା ଆମର ଥିବାର ଅଛି ଆମର। 34, ଦାଉଦ ସାଉଲଙ୍କୁ କହିଲେ, ଆପଣଙ୍କ ଦାସ ଆପଣା ପିତାର ମେଷ ଚରାଉଥାଏ, ପୁଣି କୌଣସି ସମୟରେ ଗୋଟିଏ ସିଂହ କି ଗୋଟିଏ ଭାଲୁ ଆସି ପଲ ମଧ୍ୟରୁ ଛୁଆ ଘେନିଗଲେ, ମୁଁ ତାହା ପଛେ ଗୋଡେଇ ତାକୁ ମାରି ତା ମୁଖରୁ ଛୁଆକୁ ରକ୍ଷା କରେ। ପୁଣି ସେ ମୋ ଉପରକୁ ଉଠିଲେ ମୁଁ ତାର ଦାଢି ଧରି ତାକୁ ମାରି ବଧ କରେ। ଆପଣଙ୍କ ଦାସ ସିଂହ ଭାଲୁ ଉଭୟକୁ ବଧ କରିଅଛି। ପୁଣି ଅସୁନତ ପଲେଷ୍ଠୀୟ ସେମାନଙ୍କର ଗୋଟିକ ପରି ହେବ, କାରଣ ସେ ଜୀବିତ ସୈନ୍ୟ ଶ୍ରେଣୀଙ୍କୁ ତୁଚ୍ଛ କରିଅଛି। କି ସାକ୍ଷ୍ୟ, କି ଟେଷ୍ଟିମନି! ଆଜି ଚର୍ଚ୍ଚରେ କୋଉ ସାକ୍ଷ୍ୟ ରହିବା କଥା? ଆଜି ଶୈତାନର ସାକ୍ଷ୍ୟ ବେଶୀ ଅଛି, ରୋଗର କଥା ବେଶୀ କହୁଛି। ମତେ ରୋଗ ଅଛି, ଆରେ ସୁସ୍ଥକାରୀ ବି ଅଛନ୍ତି, ମୋ ସମସ୍ୟା ଅଛି, ସମାଧାନକାରୀ ଅଛନ୍ତି। ସେଇଟା କହିବାର ଅଛି। ଆମକୁ ଦୁଃଖ କଷ୍ଟ କାହିଁକି ବେଶୀ ବଡ ପରି, ଅସହ୍ୟ ପରି ଲାଗୁଛି, ଆମେ ପାରିବୁନି ପରି ଲାଗୁଛି? କାରଣ ଆମେ ପରମେଶ୍ୱରଙ୍କୁ ସାନ କରିଦଉଛୁ, ସମସ୍ୟାକୁ ବଡ କରୁଛୁ। ଟ୍ୟୁମର ବଡ, ତା ପଛେ ପ୍ରଭୁ ଛୋଟ। କ୍ୟାନ୍ସର ବଡ, ପ୍ରଭୁ ଛୋଟ। ଆମେ ସେମିତି କରୁ। ମାନେ ଆମର ପରମେଶ୍ୱର ଯେ କେତେ ବଡ, ସେଟା ଆମେ କହିବାର ଅଛି। ରେ ଗଲିଆଥ, ମୋର ପରମେଶ୍ୱର ବଡ। ଦାଉଦ ଏଇଟା କହୁଛନ୍ତି। ଦାଉଦଙ୍କର ନିଜର ବଳରେ ଯାଉନାହାନ୍ତି, ଦାଉଦ ପରମେଶ୍ୱରଙ୍କ ବଳରେ ଯାଇ ତାଙ୍କ ସହିତ ଯୁଦ୍ଧ କରୁଛନ୍ତି। ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ
ଦୁଃଖ କଷ୍ଟ ସମସ୍ୟା କାହିଁକି ଆମକୁ ଅସହ୍ୟ ପରି ଲାଗୁଛି? ଆମେ ପରମେଶ୍ୱରଙ୍କ ବିଶ୍ୱସ୍ତତା ଉପରେ ଯେତେବେଳେ ଆମେ ସନ୍ଦେହ କରିବୁ, ଆମେ ପରମେଶ୍ୱରଙ୍କ କର୍ମ ଗୁଡିକ ଯୋଉ ସମୟରେ ଆମେ ପାଶୋରି ଯିବୁ, ସେଇ ସମୟରେ ଆମକୁ ସମସ୍ୟା ବହୁତ ବଡ ପରି ଲାଗେ। ଆଉ ଯେତେବେଳେ ପ୍ରଭୁ କରିଥିବା ମଙ୍ଗଳ ଦାନ ଗୁଡିକକୁ ଆମେ କାଉଣ୍ଟ କରିବୁ ନାହିଁ, ସେତେବେଳେ ଆମକୁ ସମସ୍ୟା ବା ଦୁଃଖ କଷ୍ଟ ଅସହ୍ୟ ପରି ମନେ ହୁଏ। ଆଉ ଯୋଉ ସମୟରେ ପରମେଶ୍ୱରଙ୍କ ଗୀତ ନ ଗାଇ ଆମେ ଗଲିଆତର ଗୀତ ଆମେ ଗାଉ, ଶୈତାନର ଶତ୍ରୁର ଗୀତ ଗାଉ, ସେଇ ସମୟରେ ଆମକୁ ସମସ୍ୟା ବହୁତ ବଡ ପରି ଲାଗେ। ପ୍ରିୟମାନେ, ଆମମାନେ ସବୁ ସମୟରେ ପରମେଶ୍ୱରଙ୍କର ଗୀତ ଗାଇବା। ଗୋଟେ ପଦ ପଢି ଆମେ ପ୍ରାର୍ଥନା ଆମେ କରିବା। ମୋ ସହିତ ଆପଣ ମାନେ ଫିଟେଇବେ ମାର୍କ ଲିଖିତ ସୁସମାଚାର, ଏହାର 8 ଅଧ୍ୟାୟ 17 ପଦରୁ ଟିକେ ପଢିବା। ମାର୍କ 8 ଅଧ୍ୟାୟ 17 ପଦରୁ। ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, ତୁମମାନଙ୍କ ପାଖରେ ରୋଟି ନାହିଁ ବୋଲି କାହିଁକି ପରସ୍ପର ତର୍କ ବିତର୍କ କରୁଅଛ? ତୁମେମାନେ କଣ ଏପର୍ଯ୍ୟନ୍ତ ଜାଣୁନାହଁ କି ବୁଝୁନାହଁ? ହଁ, କେମିତି ପ୍ରଶ୍ନ ଯୀଶୁଙ୍କର ତୁମମାନେ ଦେଖନ୍ତୁ। ହଁ, ସେମାନେ ଯୀଶୁଙ୍କ ସହିତ ଡଙ୍ଗାରେ ଯାଉଛନ୍ତି, ଡଙ୍ଗାରେ ନେଲା ଗଲାବେଳେ ରୁଟି ନେବାଟା ଭୁଲି ଯାଇଛନ୍ତି। ଆଉ ଭୁଲି ଯାଇଛନ୍ତି ଆଉ କେମିତି ଖାଇବା, କେମିତି ବଞ୍ଚିବା, କେମିତି ଚଳବା, ରୁଟି ନାହିଁ, ଅମକ ନାହିଁ, ସମକ ନାହିଁ। ଏ ରୁଟି ଖ୍ରୀଷ୍ଟିଆନ ମାନଙ୍କର କଥା ଆକା ସେଇଟା, ଖାଲି ରୁଟି ଏକା, ରୁଟି 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 ଏକା। ଯୀଶୁ ଜାଣିଲେ ଏଇଟା, ଜାଣିଲା ପରେ ତୁ କଣ ପାଇଁ ତର୍କ ବିତର୍କ ହଉଛ? ସେ କହୁଛନ୍ତି, ତର୍କ ବିତର୍କ କାହିଁକି ତମେ ଏତେ ହଉଛ? ବୁଝୁନା ଆଉ କିଛି ଜାଣିପାରୁନ? 18 ପଦ ପଢନ୍ତୁ। ତୁମମାନଙ୍କ ହୃଦୟ କଣ ଜଡ ହୋଇ ରହିଅଛି? ଚକ୍ଷୁ ଥାଉ ଥାଉ କି ଦେଖୁନାହଁ, ପୁଣି କର୍ଣ୍ଣ ଥାଉ ଥାଉ କି ଶୁଣୁନାହଁ? ସେଇ 5,000 ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ 5ଟି ରୋଟି ଭାଙ୍ଗିଥିଲି, ସେତେବେଳେ ତୁମେମାନେ ପୁରା କେତେ ଟୋକାଇ ଭଙ୍ଗା ଖଣ୍ଡ ଉଠାଇ ନେଇଥିଲ, ତାହା କି ତୁମମାନଙ୍କ ସ୍ମରଣ ନାହିଁ? ସେମାନେ ତାହାଙ୍କୁ କହିଲେ, 12 ଟୋକାଇ। ଆଉ ଏମାନଙ୍କୁ ଅ ବାଇବଲ ଜଣା, ଯୀଶୁ ଖ୍ରୀଷ୍ଟ 5ଟି ରୋଟି ଆଉ 2ଟି ମାଛରେ 5,000ରୁ ଅଧିକ ଲୋକ ଖୁଆଇଲେ, ଆହୁରି 12 ଟୋକାଇ ବଳିଗଲା। ଜାଣିଛନ୍ତି ଏଇଟା, ଜାଣିଛନ୍ତି, ଖାଲି ବାଇବଲ ଜ୍ଞାନ ହିଁ ଅଛି, ମାତ୍ର ତାର ଶକ୍ତିକୁ ଜାଣି ନାହାନ୍ତି। ଆରେ ଯୀଶୁ ଖ୍ରୀଷ୍ଟ ନିର୍ଜନ ସ୍ଥାନରେ, ଯୋଉଠି ଦୋକାନ ନାହିଁ, ଯୋଉଠି କୌଣସି ସୁବିଧା ନାହିଁ, ସେ ସ୍ଥାନରେ ଆମକୁ ଖାଇବାକୁ ଦେଇ ପାରୁଛନ୍ତି, ତାହେଲେ ଏବେ ଦେଇପାରିବେ ନାହିଁ କି? ଆମେ ତ 12 ଜଣ ଏକା ଅଛୁ, 5,000ରୁ ଅଧିକ ଲୋକ ଦେଲେ। ପ୍ରିୟମାନେ, ଆମେ ପରମେଶ୍ୱରଙ୍କ ଶକ୍ତିକୁ ମଧ୍ୟ ଆମେ ଜାଣିବାର ଆବଶ୍ୟକ ରହିଛି। ଖାଲି ଆମେ ବାଇବଲଟା ଘୋଷି ଦେଲେ ହେବ ନାହିଁ, ବାଇବଲଟା ଖାଲି ପଢିଦେଲେ ହେବ ନାହିଁ। ପ୍ରଭୁ କରିଥିବା ସେ ଶକ୍ତିକୁ ବିଶ୍ୱାସ କରିବା। ସେତେବେଳେ 5,000 ଲୋକ ଖୁଆଇ ଦେଇଥିଲେ, ଏବେ କଣ ଖୁଆଇ ପାରିବେ ନାହିଁ କି? ଏବେ ମଧ୍ୟ ପାରିବେ। ଏବଂ ଜଣା କରିଥିଲେ, ହଁ କରିଥିଲେ, ପ୍ରଚାର ମଧ୍ୟ କରୁଛନ୍ତି, ଏମିତି କରିଥିଲେ, ମାତ୍ର ସମସ୍ୟା ଆସିଲେ ସେମାନେ ତାର ଶକ୍ତିକୁ ସେମାନେ ପାରୁନାହାନ୍ତି। ତେବେ ଲେଖାଯାଏ ଯେ ସେମାନେ ଭକ୍ତିର ଭେକ ଧରନ୍ତି, ମାତ୍ର ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। ଆମେ ସେ ପ୍ରକାର ନ ହଉ, ଶକ୍ତିକୁ ମଧ୍ୟ ଆମେ ଜାଣିବା। ତା 20 ପଦ ପଢନ୍ତୁ। ଆଉ ସେଇ 4,000 ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ 7ଟି ରୋଟି ଭାଙ୍ଗିଥିଲି, ସେତେବେଳେ ତୁମେମାନେ ପୁରା କେତେ ବେତା ଭଙ୍ଗା ଖଣ୍ଡ ଉଠାଇ ନେଇଥିଲ? ସେମାନେ କହିଲେ, 7 ବେତା। ଏଇଟା ମଧ୍ୟ ଜାଣିଛନ୍ତି। ଦେଖ, ସବୁ ଷ୍ଟୋରି ଜଣା। 12 ଟୋକାଇ, 12 ଟୋକାଇ, 7 ବେତା, ସମସ୍ତେ ଜାଣିଛନ୍ତି। ମାତ୍ର କାହିଁକି ଛାନିଆ, ଝାଳ କାହିଁକି ଫୁଟି ଯାଉଛି, କାହିଁକି ବ୍ୟତିବ୍ୟସ୍ତ ହେଇଯାଉଛ? ଟିକେ ଭରସା ରଖ, ପ୍ରଭୁଙ୍କ ଉପରେ ଟିକେ ଆଉଜି ପଡ। ଦୁଃଖ କଷ୍ଟ ଆମକୁ କାହିଁକି ଅସହ୍ୟ ପରି ମନେ ହଉଛି? ଆମକୁ ଅସହ୍ୟ ପରି ମନେ ନ ହେଉ, ଆମକୁ ପରମେଶ୍ୱର ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବା ପାଇଁ ଦେବେ ନାହିଁ। ଯୋଉ ପ୍ରକାର ପରୀକ୍ଷା ଆମକୁ ସ୍ୱାଭାବିକ, ତାହା ହିଁ ଆମ ପ୍ରତି ଘଟିବ। ପ୍ରିୟ, ଅଲଗା ବଡ ପ୍ରକାର ପରୀକ୍ଷା ସେ ଆମକୁ ଘଟିବା ପାଇଁ ଦେବେ ନାହିଁ। ଶେଷଟା ପଢି ଆମେ ସମାପ୍ତ କରିବା। ମୋ ସହିତ ଆପଣ ମାନେ ଫିଟେଇବେ 1 ପିତର, ଏହାର 1 ଅଧ୍ୟାୟ, 1 ପିତର ପୁସ୍ତକ 1 ଅଧ୍ୟାୟ 6 ପଦ ଆଉ 7 ପଦ। ଏଥିରେ ତୁମେମାନେ ଉଲ୍ଲାସ କରୁଅଛ, ଯଦ୍ୟପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ହଁ, ପଢନ୍ତୁ ତୁମମାନଙ୍କ ମଧ୍ୟରେ ଆବଶ୍ୟକ ହୁଏ, ଯେପରି ଅଗ୍ନି ଦ୍ୱାରା ପଢନ୍ତୁ। ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମମାନଙ୍କ ପରୀକ୍ଷାସିତ ବିଶ୍ୱାସ
ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ, ସମ୍ଭ୍ରମର କାରଣ ହେବ। ଭେରି ଗୁଡ୍। ଦେଖନ୍ତୁ ଏଥିରେ ତୁମ୍ଭେ ମାନେ ଉଲ୍ଲାସ କରୁଅଛ, ଯଦ୍ୟପି ବର୍ତ୍ତମାନ ଅଳ୍ପ ସମୟ ଆମର ଦୁଃଖ, କଷ୍ଟ, ସମସ୍ୟା ଗୁଡିକ ଲମ୍ବା ସମୟ ନାହିଁ। ଅଳ୍ପ ସମୟ, ଛୋଟ, ଏଇଟା ମନେ ରଖିବା। ରୋଗ ଛୋଟ, ସମସ୍ୟା ଛୋଟ, ମାତ୍ର ସୁସ୍ଥତା ବଡ, ସମାଧାନ ବଡ, ଆଶୀର୍ବାଦ ବଡ, ଏସବୁ ବଡ। ଏଇଟାକୁ ଆମେ ବୁଝିପାରୁଛେ। ଆମେ ସମସ୍ୟାକୁ ଦେଖି ଛୋଟ କର, ଏଇଟା ଅଳ୍ପ ସମୟ। ତୁ କୁଣିଆରେ ବାବୁ, ତୁ ପରମାନେଣ୍ଟ ନାହିଁ। ତୁ କୁଣିଆ ଆସିଲା ପରେ ମୋ ଠାରେ ଆସିଛୁ, ତାପରେ ତୁ ପଳେଇ ଯିବୁ। ଏ ରୋଗ ମଧ୍ୟ ଗୋଟେ କୁଣିଆ, ଏ ସମସ୍ୟା ମଧ୍ୟ ଗୋଟେ କୁଣିଆ, ଏ ଅଭାବ ଗୋଟେ କୁଣିଆ, ଏ ଦୁଃଖ ମଧ୍ୟ ଗୋଟେ କୁଣିଆ। ଏଇଟା ଆମ ପାଇଁ ସବୁବେଳେ ପରମାନେଣ୍ଟ ନାହିଁ। ସେ ଆମ ଘର ସଦସ୍ୟ ନାହିଁ। ଦୁଃଖ ଆମର ଘର ସଦସ୍ୟ ନାହିଁ, ମାତ୍ର ସୁଖ ଆମର ଘର ସଦସ୍ୟ। ଅସୁସ୍ଥତା ଆମ ଘର ସଦସ୍ୟ ନାହିଁ, ସୁସ୍ଥତା ଆମ ଘର ସଦସ୍ୟ। ଅଭିଶାପ ଆମ ଘର ସଦସ୍ୟ ନାହିଁ, ଆଶୀର୍ବାଦ ଆମ ଘର ସଦସ୍ୟ। ଦୁଃଖ କଷ୍ଟ ଆମକୁ କାହିଁକି ଅସହ୍ୟ ମନେ କରୁଛି? ଯେ ଆମେ ଭାବୁଛୁ ଏଇଟା ଯାକ ବଡ, ଏଇଟା ଲମ୍ବା। ଏ ଦୁଃଖ କଷ୍ଟ ମଧ୍ୟ ଏଇଟା ହଉଛି ଅଳ୍ପ ଦିନ। ଆଉ ଅଳ୍ପ ଦିନ ପାଇଁ ଆସିଛନ୍ତି, ମାତ୍ର ଏମାନେ ଆମ ଜୀବନରେ କଣ କରନ୍ତି? ଯେପରି ଅଗ୍ନି ଦ୍ଵାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମମାନଙ୍କ ପରୀକ୍ଷା ସିଦ୍ଧ ବିଶ୍ୱାସ, ତା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ। ଆମକୁ ଯୋଉ ପରୀକ୍ଷା ଗୁଡିକ ପଠାଉଛନ୍ତି, ଆମକୁ ପରିଷ୍କାର କରିବା, ଆମ ବିଶ୍ୱାସକୁ ସୁନା ଠାରୁ ଆହୁରି ଅଧିକ ଚିକଚିକ କରିବା ପାଇଁ ସେ ପଠାଉଛନ୍ତି। ଆଉ ଯୀଶୁ ଖ୍ରୀଷ୍ଟ ଆସିଲା ବେଳେ ସେ ଆମର ବିଶ୍ୱାସ, ଅଗ୍ନି ଦ୍ଵାରା ପରୀକ୍ଷିତ ବିଶ୍ୱାସକୁ ଦେଖିବେ। ୱାଓ, ଏଇଟା ବହୁମୂଲ୍ୟ ଶିକ୍ଷା ପୁରସ୍କାର ସେ ଦେବେ ଆମକୁ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ପ୍ରିୟମାନେ, ଯେ ପ୍ରକାର କି ଆମେ এই ଦୁଃଖ କଷ୍ଟ ସମସ୍ୟା ଗୁଡିକକୁ ଆମେ ଜାଣିପାରିବା। ଦ୍ୱିତୀୟ କରନ୍ଥୀୟ 4 ଅଧ୍ୟାୟର ମୁଁ 17 ପଦ ପଢି ସମାପ୍ତ କରୁଛି। କାରଣ ଏହି କ୍ଷଣ କାଳସ୍ଥାୟୀ ଲଘୁ କ୍ଲେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତ କାଳସ୍ଥାୟୀ ମହା ଗୌରବ ସାଧନା କରୁଅଛି। ପ୍ରଭୁଙ୍କର ଗୌରବ। ଛୋଟ ଛୋଟ ସମସ୍ୟା ଗୁଡିକ ଆମ ଜୀବନରେ ଆସେ, ଆହୁରି ସେଟା ଅନନ୍ତ ଗୌରବ ସାଧନ କରୁଛି। ଅନନ୍ତ ଗୌରବ। ଏବେ ମୋ ଝିଅର 10th ପରୀକ୍ଷା ଚାଲିଛି। କେତେ ପରିଶ୍ରମ କରୁଛି ସେ। ବହୁତ ସମୟ ପଢୁଛି, ପିସି ରେ ବସୁଛି, ପଢୁଛି, ମାତ୍ର ଯେତେବେଳେ ରିଜଲ୍ଟ ଆସିବ, ୱାଓ, ଏ ପରିଶ୍ରମ ତୁଳନାରେ ସେ ରିଜଲ୍ଟଟା ଏତେ ଖୁସି ଲାଗିବ। ମୁଁ କାହିଁକି ଆଉ ଟିକେ ପରିଶ୍ରମ କଲି ନାହିଁ, ଆଉ ଟିକେ ପରିଶ୍ରମ କରିଥିଲେ ଆହୁରି ଅଧିକ ମାର୍କ ଆଣିଥାନ୍ତି। ପ୍ରିୟମାନେ, ସେଇଟା ଆମେ ସେଟାକୁ ଆମେ ବୁଝିବାର ଆବଶ୍ୟକ। ଦୁଃଖ କଷ୍ଟ ଆମକୁ ଅସହ୍ୟ କାହିଁକି ମନେ ହଉଛି? ତାର ରିଜଲ୍ଟକୁ ଆମେ ଜାଣିନାହୁଁ। ଏ ଦୁଃଖ କଷ୍ଟ ଆସିକିନା ଯୋଉ ରିଜଲ୍ଟ, ଯୋଉ ଫଳାଫଳ ଆମକୁ ଦେବ, ସେ ଫଳାଫଳକୁ ଜାଣିଲେ ଆମେ କହିବୁ, ଓ ଏତିକି କାହିଁକି ଦଉଛ, ଆଉ ଟିକେ ଅଧିକ ତୁମେ ଦିଅ। 2 ଜଣ ପ୍ରଭୁଙ୍କର ଦାସ, ସେମାନେ ସେବା କରିବା ପାଇଁ ଯାଇଥିଲେ। ଆଉ ସେବା କରିବା ଗଲା ବେଳେ ତାଙ୍କୁ ବହୁତ ମାଡ ମାରିଲେ, ବହୁତ ମାଡ ତାଡନା ହେଲା, ମାଡ ମାରିଲେ। ଆଉ ଆସିଲା ବେଳେ ବାଟରେ ସେମାନେ କଥାବାର୍ତ୍ତା ହଉଛନ୍ତି, ସାଙ୍ଗରେ ତତେ କେତେ ବାଡି ମାରିଲେ? ସେ କହିଲେ, ନାଇଁ, ମତେ 9 ବାଡି ମାରିଲେ। ଦୁଃଖ ଲାଗୁଛି, ଜାଣିଛୁ ନା, ମତେ 8 ବାଡି ମାରିଲେ, ତତେ 9 ବାଡି, ତ ଅଧିକ ମାରିଲେ, ତୁ ଅଧିକ ପୁରସ୍କାର ପାଇବୁ। ମତେ 9 ବାଡି ମାରିଥାନ୍ତା ବୋଲି କହିଲେ ହେଇଥାନ୍ତା, ମତେ କମ ମାରିଲେ, ତତେ ବେଶୀ ମାରିଲେ। ତାଙ୍କର ଦେଖନ୍ତୁ କୋଉଟା ପଇସା ଗଣାଗଣି ହଉନାହାନ୍ତି। ମୁଁ କେତେ ତାଳନା ହେଲା, ବେଶୀ ତାଳନା ତତେ କାହିଁକି ହେଲା, ମତେ ହେଇଥାନ୍ତା ନା, ମୁଁ ବେଶୀ ପୁରସ୍କାର ପାଇଥାନ୍ତି। କେତେ ବଢିଆ ମୋର ପ୍ରିୟ ପ୍ରଭୁଙ୍କ ଲୋକ। ସେଟା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଦୁଃଖ କଷ୍ଟ କାହିଁକି ଅସହ୍ୟ ମନେ ହଉଛି? ଦୁଃଖ କଷ୍ଟର ଆଶୀର୍ବାଦକୁ ଆମେ ବୁଝୁନାହୁଁ। ଆମେ ଯେତେବେଳେ ଦୁଃଖ କଷ୍ଟର ବ୍ଲେସିଂକୁ ଆମେ ଜାଣିବା, ସେତେବେଳେ ଆମେ ଆନନ୍ଦ କରିବା, ଆମେ ଉଲ୍ଲସିତ ହେବା। ଓ ଏଇ ଯୋଉ ଛୋଟିଆ ମୋଟିଆ ଯୋଉ କଷ୍ଟ ଆସୁଛି, ମହା ଗୌରବ ମୋ ଜୀବନରେ ସାଧନ କରୁଛି। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଜିଠାରୁ ଆମମାନଙ୍କୁ ଦୁଃଖ କଷ୍ଟ ଗୁଡିକ ଅସହ୍ୟ ମନେ ନ ହେଉ, ଏଇଟା ମୁଁ ପାରୁନାହିଁ ବୋଲି ମନେ ନ ରହୁ। ଏଇଥିପାଇଁ ମୁଁ ଆଜି ଆପଣମାନଙ୍କ ନିକଟରେ ବାକ୍ୟ ରଖିଲି। ଆସନ୍ତୁ ପଦେ ପ୍ରାର୍ଥନା କରି ଆଜିର ସଭାକୁ ରଖିବା। ଗୌରବମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦଉଛି। ତୁମେ ଆଜି ପୁନର୍ବାର ତୁମର ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଲ। ତୁମର ବାକ୍ୟ ଅତି ସ୍ପଷ୍ଟ ଭାବରେ ଆମମାନଙ୍କୁ ତୁ ଜଣେଇଲ। ଆମେ ଅନେକ ଦୁଃଖ କଷ୍ଟ, ରୋଗ, ସମସ୍ୟା, ଅଭାବ ଦେଇ ଆମେ ଗମନାଗମନ କରୁଛୁ। ଆଉ ପ୍ରଭୁ, ସେ ସବୁ ଗୁଡିକ ଆମକୁ ଅସହ୍ୟ ମନେ ନ ହେଉ, ଆମକୁ ଗୋଟେ ବଡ ମନେ ନ ହେଉ, ଆମକୁ ଏତେ କଷ୍ଟକର ନ ଲାଗୁ, ମୁଁ ପ୍ରାର୍ଥନା କରୁଛି ପ୍ରଭୁ। ମୁଁ ନିବେଦନ କରୁଛି ପ୍ରଭୁ, ତୁମକୁ ଦୟାକରି ତୁମେ ଅନୁଗ୍ରହ କର। ପ୍ରଭୁ, ମୁଁ ତୁମକୁ ଧନ୍ୟବାଦ ଦିଏ।
ପିତା ମୁଁ ତୁମ ନାମର ଗୌରବ ମହିମା କରୁଛି। ତୁମେ ସବୁ ପରିସ୍ଥିତିରେ ସବୁ ଅଭାବରେ ତୁମେ ଆମର ଯତ୍ନ ନେଇ ଆସିଛ। ଏଇ ଦୁଃଖ କଷ୍ଟ ସମସ୍ୟା ପ୍ରତ୍ୟେକ ପରିସ୍ଥିତିରେ ତୁମେ ଆମମାନଙ୍କୁ ସମ୍ଭାଳ। ଆଉ ଆମେ କେହି ମଧ୍ୟ ଭୁଲ ପଦକ୍ଷେପ ନ ନେବୁ। ଏ ଦୁଃଖ କଷ୍ଟ ସମସ୍ୟାରେ ପଡି ଆମମାନେ କୌଣସି ପ୍ରକାର ପ୍ରଭୁ ନିଜକୁ କ୍ଷତି କରିବୁ ଆଉ ଏଇ ପ୍ରକାର ନ କରୁ ପ୍ରଭୁ ଦୟାକରି ତୁମେ ସାହାଯ୍ୟ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ପ୍ରଭୁ। ଏଇ ଜୁମ୍ ର ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କୁ ଆଶୀର୍ବାଦ କରି ଯତ୍ନ ନେଇ ତୁମେ ପ୍ରାର୍ଥନା